ହରିସିଂହ ସରକାରୀ କର୍ମରେ ବାହାଲ ହେବା ଦିନଠାରୁ ମଫସଲ ସାନ ବଡ଼ ଅନେକ ପୋଷ୍ଟ ଅଫିସକୁ ବଦଳି ହୋଇ କର୍ମ ଇଞ୍ଜାମ ସେ କରିଆସିଲେଣି। ଆଜିକୁ 10 ବର୍ଷ ହେଲା କଟକ ସଦର ପୋଷ୍ଟ ଅଫିସରେ ବରାବର ରହି ସେ କର୍ମ କରୁଛନ୍ତି। ଭଲ ରୂପେ କର୍ମ କରିବାରୁ ସେ ପ୍ରମୋସନ ମଧ୍ୟ ପାଇଲେଣି। ବର୍ତ୍ତମାନ ସେ ହେଡ୍ ପିଅନ। ଦରମା ମାସକୁ ତାଙ୍କର 9 ଟଙ୍କା। କଟକ ସହରରେ ତ ସବୁ ଜିନିଷ କିଣା। ନିଆଁ ଟିକକ ପାଇଁ ଦିଆସିଲିଟା ମଧ୍ୟ ନ କିଣିଲେ ନ ଚଳେ। ଅତି କଷ୍ଟରେ ଚଳି ସୁଦ୍ଧା ମାସକୁ 5 ଟଙ୍କାରୁ ଉଣା ଖରଚ ପଡ଼େ ନାହିଁ। କୌଣସି ରୂପେ ଘରକୁ 4 ଟଙ୍କା ନ ପଠାଇଲେ ନ ଚଳେ। ଘରେ ତାଙ୍କର ସ୍ତ୍ରୀ ଆଉ 8 ବର୍ଷର ପୁଅ ଗୋପାଳ। ମଫସଲ ଜାଗା। 4 ଟଙ୍କାରେ କୌଣସି ରୂପେ ଟାଣଟୁଣ ହୋଇ ସେମାନେ ଚଳିଯାଆନ୍ତି। ସେଥିରୁ ପଇସାଏ ଉଣା ହେଲେ ଭାରି ଅଚଳ। ଗୋପାଳ ଅପର ପ୍ରାଇମେରୀ ସ୍କୁଲରେ ପଢ଼େ। ସ୍କୁଲରେ ତା'ର ମାସକୁ ଦରମା 2 ଅଣା। ସ୍କୁଲ ଦରମା ଛଡ଼ା ଆଜି ବହି ଖଣ୍ଡେ, କାଲି ସ୍ଲେଟ, କାଗଜ ଏସବୁ ଜିନିଷ କିଣିବାକୁ କେବେ କେବେ ବେଶୀ ଖରଚ ପଡ଼େ। ଏପରି ଉପୁରି ଖରଚ ପଡ଼ିଗଲେ ସେ ମାସରେ ଭାରି କଷ୍ଟ। ଏହି କାରଣରୁ ଦିନେ ଦିନେ ସେ ବୁଢ଼ାକୁ ଉପାସ ମଧ୍ୟ ରହିବାକୁ ହୁଏ। ବାପାଙ୍କ ମନରେ ଥାଏ, ଉପାସ ହେଉ ପଛେ ମାତ୍ର ମୋ ଗୋପାଳଟି ପଢ଼ୁ। ଦିନେ ପୋଷ୍ଟମାଷ୍ଟର ସର୍ଭିସ୍ ବୁକ୍ ଦେଖି କହିଲେ, ହରିସିଂହ, ତୁମକୁ 55 ବର୍ଷ ବୟସ ହୋଇଗଲା। ଏଥର ତୁମକୁ ପେନ୍ସନ୍ ନେବାକୁ ହେବ। ତେଣୁ ତୁମେ ଆଉ ଚାକିରି କରିପାରିବ ନାହିଁ। ଏକଥା ଶୁଣି ଯେ ସିଂହଙ୍କ ମୁହଁରେ ତ ସତେ ଯେମିତି ବଜ୍ର ଭାଙ୍ଗି ପଡ଼ିଲା। କ'ଣ କରିବେ ସେ? ସଂସାର ତାଙ୍କର ଚଳିବ କିପରି? ସଂସାର ପଛକେ ଯାହା ହେଉ, ଗୋପାଳର ଯେ ପଢ଼ା ବନ୍ଦ। ଗୋପାଳ ଜନ୍ମଦିନଠାରୁ ସିଂହେ ମନ ମଧ୍ୟରେ ଭାରି ଗୋଟାଏ ଉଚ୍ଚ ଆଶା ପୋଷିଛନ୍ତି। ଗୋପାଳ ମଫସଲ ପୋଷ୍ଟ ଅଫିସରେ ସବ୍ ପୋଷ୍ଟମାଷ୍ଟର ହେବ। ଅତି ନିକୁଛରେ ଭିଲେଜ ପୋଷ୍ଟମାଷ୍ଟରଟିଏ ତ ସେ ହେବ। ମାତ୍ର ଟିକିଏ ଇଂରେଜୀ ନ ଜାଣିଲେ ଏତେ ବଡ଼ ଚାକିରିଟା ମିଳିବା ଭାରି ମୁସ୍କିଲ। ମଫସଲରେ ତ କୌଣସି ସୁବିଧା ନାହିଁ। ତେଣୁ ଗୋପାଳକୁ କଟକ ଆଣି ଇଂରାଜୀ ପଢ଼ାଇବାକୁ ହେବ। ଚାକିରିଟା ଗଲେ ଏତେ ବଡ଼ ଆଶାରୁ ଏକା ବେଳକେ ନିରାଶ ହେବେ ସେ। ସବୁବେଳେ ସେହି କଥା ଭାବି ଭାବି ଦେହଟା ତାଙ୍କର କଳାକାଠ ପଡ଼ିଗଲାଣି। ଦିନେ ଦିନେ ରାତିରେ ବି ତାଙ୍କୁ ଆଦୌ ନିଦ ହୁଏ ନାହିଁ। ସେହି କଥା ଭାବି ଭାବି ତାଙ୍କର ରାତି କେମିତି ପାହିଯାଏ। ସିଂହଙ୍କ ଉପରେ ପୋଷ୍ଟମାଷ୍ଟର ବାବୁଙ୍କର ଭାରି ମେହେରବାନୀ। ବସାରେ ମୁକରର ଚାକର ଥିଲେ ମଧ୍ୟ ସରକାରୀ କାମ ସାରି ସଞ୍ଜବେଳେ ସିଂହେ ବାବୁଙ୍କ ବସାରେ 2-4ଟା କାମଦାମ କରିଦେଇ ଆସନ୍ତି। ସଞ୍ଜବେଳେ ଗୋଟିଏ ଆରାମ ଚୌକିରେ ପଡ଼ି ବାବୁ ଇଂରେଜୀ ଖବରକାଗଜ ପଢ଼ିବା ବେଳେ ସିଂହେ ଯେଉଁ ମିଠା କଡ଼ା ଗୁଡ଼ାଖୁ ଚିଲମେ ସାଜି ଦିଅନ୍ତି, ସେପରି କେହି ବି ଜାଣନ୍ତି ନାହିଁ। ଦିନେ ସଞ୍ଜବେଳେ ସିଂହେ ଭଲ କରି ଗୁଡ଼ାଖୁ ଚିଲମେ ସାଜି ଆଣି ଭଲ କରି ଚିଲିମଟା ଫୁଙ୍କିଦେଲେ। ବାବୁଙ୍କ ମୁହଁରୁ ଇଞ୍ଜିନ ପାଇପରୁ ଧୂଆଁ ବାହାରିଲା ପରି ଧୂଆଁ ଗୁଡ଼ାକ ଭକ୍ ଭକ୍ କରି ବାହାରୁଛି। ଟିକିଏ ଟିକିଏ ଆଖି ବୁଜି ଆସିଲାଣି ବାବୁଙ୍କର। ସିଂହେ ବୁଝିନେଲେ ଯେ ଏଇଟା ହିଁ ଠିକ୍ ସମୟ। ତେଣୁ ସିଂହେ ସେ ବାବୁଙ୍କ ଗୋଡ଼ ତଳେ ଦଣ୍ଡବତ ହୋଇ ହାତ ଯୋଡ଼ି ଖୁବ୍ ଭକ୍ତିରେ, ଖୁବ୍ ବିନୟରେ, ଖୁବ୍ ଧୀରେ, ଖୁବ୍ ମିଠା କଥାରେ ଆପଣାର ସମସ୍ତ ଦୁଃଖ ହାଲ ଚୁମ୍ବକରେ ଜଣାଇଲେ। ଗୋପାଳ ସମ୍ବନ୍ଧରେ ତାଙ୍କର ଯେଉଁ ଉଚ୍ଚ ଆଶା, ତାହା ମଧ୍ୟ ଜଣାଇବାକୁ ସିଂହେ ପାଶୋରିଲେ ନାହିଁ। ଏଣେ ବାବୁ ସେହିପରି ନୟନ ମୁଦ୍ରିତା ଅବସ୍ଥା। ଧୀର ଗମ୍ଭୀର ଭାବରେ ସେ କହିଲେ, ଆଚ୍ଛା, ଦରଖାସ୍ତ ଖଣ୍ଡେ ଲେଖି ଆଣ। ବାବୁଙ୍କର ସାହସ ଥିଲା। କାରଣ ପୋଷ୍ଟେଲ ଇନ୍ସପେକ୍ଟର ବା ସୁପରିଟେଣ୍ଡେଣ୍ଟ ବାବୁମାନେ ଆସିଲେ ସେହି ପୋଷ୍ଟମାଷ୍ଟର ବାବୁଙ୍କ ବସାରେ ରହନ୍ତି। ଉପର ହାକିମମାନଙ୍କ ମନସ୍ତୁଷ୍ଟି ପାଇଁ ଖାଦ୍ୟପେୟ ବିଷୟରେ ଯେପରି ଆଲୋଚନା ହେବାର ଉଚିତ, ସେଥିରେ ମୋଟେ ତ୍ରୁଟି ହୁଏ ନାହିଁ। ସେ ରାତ୍ରରେ ପୋଷ୍ଟମାଷ୍ଟର ବାବୁ ହରିସିଂ ହରିସିଂ କରି 10 ଥର ପାଟି କରୁଥିବାର ଶୁଣାଯାଏ। ହରିସିଂହ ତ ପୁରୁଣା ଲୋକ। ଢେର ଢେର ହାକିମ ହୁକୁମା ଅମଳ କଲେଣି। କାହାର କି ରକମ ମିଜାଜ, କିଏ କୋଉଥିରେ ଖୁସି, ତାହା ତ ସେ ଠିକ୍ ଜାଣନ୍ତି। ସେଦିନ ଅଧରାତି ଯାଏଁ ସିଂହଙ୍କୁ ସେ ବାବୁଙ୍କ ବସାରେ ରହିବାକୁ ହୁଏ। କାରଣ ଓଡ଼ିଶାର କଦର୍ଯ୍ୟ ହାଓୟା ହେତୁରୁ ଯଦି କେହି ବାବୁ ହଠାତ୍ ପୀଡ଼ିତ ହୋଇ ବାନ୍ତି ଫାନ୍ତି କରି ପକାଇଲେ, ହରିସିଂହେ
ସୋଢ଼ା, କାଗଜି ଲେମ୍ବୁ ପ୍ରଭୃତି ହାଜର କରାଇ ଉକ୍ତ ବାବୁଙ୍କୁ ସମ୍ଭାଳି ନିଅନ୍ତି। ବାବୁମାନେ ଆରାମରେ ଶୟନ କଲା ଉତ୍ତାରେ ସିଂହେ ଅଧରାତିରେ ନିଜ ବସାକୁ ଯାଇ ଆପଣା ପାଇଁ ରୋଷେଇ କରନ୍ତି। ଏହି ସୂତ୍ରରେ ସିଂହେ ଉପରବାଲା ହାକିମମାନଙ୍କଠାରେ ବେଶ୍ ପରିଚିତ। ହରିସିଂହଙ୍କ ଦରଖାସ୍ତ ପିଠିରେ ପୋଷ୍ଟମାଷ୍ଟର ବାବୁ ଭଲ ରୂପେ ସୁପାରିଶ କରି ସଦରକୁ ପଠାଇଦେଲେ। ଅଳ୍ପ ଦିନ ମଧ୍ୟରେ ଏକ୍ସଟେନସନ୍ ହୁକୁମ ପହଞ୍ଚିଲା। ଏଥର ସେ ସିଂହେ ତ ମହା ଖୁସି। ତେଣୁ ଏହି ଖୁସି ଖବରଟା ସେ ତାଙ୍କ ଗାଁକୁ ଲେଖି ପଠାଇଲେ। ବର୍ତ୍ତମାନ ସର୍ବସ୍ୱ ଲୋକ ଉପସ୍ଥିତ ସୁଖ ବା ଦୁଃଖରେ ବିମୋହିତ ହୋଇପଡ଼ିଥାନ୍ତି। ଭବିଷ୍ୟତ ବିଧାତା ତାଙ୍କ ପାଇଁ କ'ଣ ବିଧାନ କରୁଛନ୍ତି ତେଣିକି ଥରେ ହେଲେ ଅନାଇବା ଦରକାର ବୋଲି ସେ ଆଦୌ ମଣନ୍ତି ନାହିଁ। ହେଲେ ସିଂହଙ୍କର ଏତେ ବଡ଼ ଆନନ୍ଦଟା ପାଣି ଫୋଟକା ପରି ଫାଟିଗଲା। କାହିଁକିନା ତାଙ୍କ ଘରୁ ଚିଠି ଆସିଲା, ଗୋପାଳ ମାଆର ସନ୍ନିପାତ ରୋଗ, ଜୀବନର ଆଶା ହିଁ ନାହିଁ। ସିଂହେ ପୋଷ୍ଟମାଷ୍ଟର ବାବୁଙ୍କୁ ଚିଠି ଖଣ୍ଡ ଦେଖାଇଲେ। ସେ ବାବୁ ତ ବଡ଼ ଦୟାଳୁ ଲୋକ। ତେଣୁ ସେ ତତ୍କ୍ଷଣାତ୍ ସିଂହେଙ୍କୁ ଛୁଟି ଦେଲେ। ତାପରେ ସିଂହେ ଏକ ନିଶ୍ୱାସରେ ଘରକୁ ଧାଇଁଲେ। ଘରେ ପହଞ୍ଚି ସେ ଯାହା ବି ଦେଖିଲେ ସେଥିରେ ତାଙ୍କ ଆଖିର ଜ୍ୟୋତି ହଜିଗଲା। ଜଗତଟା ଯେମନ୍ତ ଅନ୍ଧକାରମୟ ହୋଇଗଲା ତାଙ୍କ ପାଇଁ। ବୁଢ଼ୀର କଥା ପ୍ରାୟ ଶେଷ ହେଲାଣି। ସ୍ୱାମୀଙ୍କୁ କ୍ଷୀଣ ଦୃଷ୍ଟିରେ ସେ ଟିକେ ଭଲ କରି ଅନାଇଲେ। ଦୁଇ ହାତ ଅଳ୍ପ ଉଠାଇ ତାଙ୍କୁ ଦଣ୍ଡବତ କଲେ। ସ୍ୱାମୀଙ୍କ ଗୋଡ଼ ଧୂଳି ନେବାକୁ ଠାରିଲେ। ସତେ ଯେମିତି ସେଇ ଧୂଳି ଟିକକ ପାଇଁ ସେ ଅନାଇ ରହିଥିଲେ। ସବୁ ଶେଷ ହେଲା। ସିଂହଙ୍କର ପ୍ରକୃତ ଗୃହ ଭଗ୍ନ ହେଲା। ସେ ଘରର ମାଲମତା 2 ଖଣ୍ଡ ବିକି ପୁଅ ଗୋପାଳକୁ ଧରି ହରିସିଂହେ କଟକ ପଳାଇ ଆସିଲେ। ଗୋପାଳ ମାଇନର ପଢ଼େ। ସିଂହଙ୍କର ବର୍ତ୍ତମାନ ଭାରି କଷ୍ଟ। ପେନସନ୍ ହୋଇଗଲାଣି। ଭାରି ଅଚଳ। ଘରେ ତାଙ୍କର ନୋଟା କଂସା ଯାହା କିଛି ବି 2 ଖଣ୍ଡ ଥିଲା ସେସବୁ ବିକାବିକି କରି ସେମାନେ ଖାଉଛନ୍ତି। ଚାକିରିରେ ଥିବାବେଳେ ହରିସିଂହ ଅତି କଷ୍ଟରେ ମାସକୁ 2-4 ଅଣା ସଞ୍ଚି ସେଭିଙ୍ଗସ୍ ବ୍ୟାଙ୍କରେ ଯାହା କିଛି ବି ରଖିଥିଲେ ସେସବୁ ତ ସିଂହେ ଗୋପାଳର ମାଇନର ପଢ଼ା ପଛରେ ସାରିଲେ। ସିଂହଙ୍କର ପ୍ରବଳ ଆଶା, ଗୋପାଳ ପାସ୍ କଲେ ସବୁ କଷ୍ଟ ତାଙ୍କର ମେଣ୍ଟିବ। ଗୋପାଳ ମଧ୍ୟ କେତେଥର ଭରସା ଦେଇ ତା ବାପାଙ୍କୁ କହିଲାଣି, ବାପା ଧାର କରଜ କରି ମୋତେ ପଢ଼ାଅ, ଚାକିରି କଲେ ମୁଁ ସବୁ ଶୁଝିଦେବି। ହରିସିଂହଙ୍କର ଆର୍ତ୍ତ ପ୍ରାର୍ଥନା ଦୀନବନ୍ଧୁ ପ୍ରଭୁ ଭଗବାନ ଶୁଣିଲେ। ଗୋପାଳ ମାଇନର ପାସ୍ କଲା। ଏଥିରେ ସେ ସିଂହଙ୍କର ଆନନ୍ଦର ଆଉ ସୀମା ନାହିଁ। ସେହି ପୁରୁଣା ମାଷ୍ଟରବାବୁ ଅଛନ୍ତି। ସିଂହେ ତାଙ୍କୁ ଧରି ବହୁତ ନିବେଦନ କଲେ। ତା ଛଡ଼ା ଉପର ହାକିମମାନଙ୍କର ମଧ୍ୟ ହରିସିଂହଙ୍କ ଉପରେ କିଛିଟା ଅନୁଗ୍ରହ ଥିଲା। ତେଣୁ ସେ ଗୋପାଳ ଏକାବେଳକେ ମଫସଲ ମକ୍ରାମପୁର ପୋଷ୍ଟ ଅଫିସରେ ସବ୍ ପୋଷ୍ଟମାଷ୍ଟର ଭାବେ ନିଯୁକ୍ତ ହେଲେ। ବେତନ ତାଙ୍କର ମାସକୁ 20 ଟଙ୍କା। ବର୍ତ୍ତମାନ ସଦର ପୋଷ୍ଟ ଅଫିସରେ 4 ମାସ କାମ ଶିଖି ସେ ମଫସଲ ଯିବେ। ହରିସିଂହଙ୍କର ଆନନ୍ଦର ଆଉ ସୀମା ନାହିଁ। ତେଣୁ ସେ ଖାଲି ଅନବରତ ପ୍ରଭୁଙ୍କୁ ଅନାଇ ମୁଣ୍ଡିଆ ମାରି ମାରି ଜଣାଉଛନ୍ତି, ଧନ୍ୟ ପ୍ରଭୁ ତୁମ୍ଭର କରୁଣା। ଏତେ ଦିନକେ ଯାଇ ଏ ଦୁଃଖୀର ଗୁହାରି ଟିକେ ଶୁଣିଲ। ଚାକିରି ଖବର ଆସିବା ଦିନ ରାତିରେ ବୁଢ଼ା ସିଂହେ ନିରୋଳାରେ ବସି ଢେର କାନ୍ଦିଲେ। ହାୟ, ଆଜି ବୁଢ଼ୀ ଥିଲେ କେତେ ଆନନ୍ଦଟାଏ ସେ ହୁଅନ୍ତେ। ତାଙ୍କ ଗୋପାଳ ହାକିମି ଚାକିରି ପାଇଲା, ଏକଥା ଶୁଣି ସେ ଆନନ୍ଦ ଉତ୍ସବରେ ଖାଲି ଗଡ଼ି ଯାଉଥାନ୍ତେ। ହାୟ, ଅଭାଗୀ କପାଳରେ ବୋଧେ ଏସବୁ ଦେଖିବାକୁ ନାହିଁ। ହେଉ ହେଉ, ଗୋପାଳ ତ ହାକିମ ହେଲା। ପ୍ରଭୁ ଏଥର ଗୋପାଳଟିକୁ ରକ୍ଷା କରନ୍ତୁ। ଗୋପାଳ ପ୍ରଥମ ମାସ ଦରମାଟା ପାଇ ବୁଢ଼ା ହାତରେ ଦେଲେ। ଏସବୁ ଦେଖି ଯେ ବୁଢ଼ାର ଆନନ୍ଦ କହିଲେ ନ ସରେ। ଯେମିତିକି ଗୋଡ଼ ତାଙ୍କର ତଳେ ମୋଟେ ପଡ଼ୁନାହିଁ। ପୁଅ ହାକିମ, ଏତେ ଗୁଡ଼ାଏ ଟଙ୍କା ମାସକ ମଧ୍ୟରେ ସେ ଆଣିଲା। ତେଣୁ ସେହି ଟଙ୍କା ଗୁଡ଼ାକୁ 4-5 ଥର ଗଣି ସିଂହେ ନିଜ ଅଣ୍ଟାରେ ବାନ୍ଧି ଶୋଇଲେ। ତା ଆର ଦିନ ସକାଳେ ସିଂହେ ଲଣ୍ଡଭଣ୍ଡ ହୋଇ ଧାଇଁଲେ ସିଧା ବଜାରକୁ। ଜୁତା, କୁରୁତା, ଲୁଗା ଯାହା ଯାହା ଦରକାର ସେସବୁ କିଣାଗଲା। ଗୋପାଳ ଯେ ହାକିମ ହେଲାଣି, ସେ କ'ଣ ଆଉ ଯାହିତାଇ ଲୁଗା ପିନ୍ଧିବ? କଥାରେ ଅଛି ପରା, ଭେକ ଦେଖି ସିନା ଭିକ। ତେଣୁ ସେହିପରି ପୋଷାକ ବି ଲୋଡ଼ା। ଏଣେ ଗୋପାଳ ବାବୁ ଅଫିସରେ 5 ଜଣ ବାବୁଙ୍କ ସଙ୍ଗରେ ବସି ଇଂରାଜୀ ଲେଖନ୍ତି। ବାବୁମାନଙ୍କ ସହିତ ସବୁବେଳେ ତାଙ୍କର କାରବାର। ତେଣୁ ସମସ୍ତେ ତାଙ୍କୁ ଡାକନ୍ତି ଡାକମୁନ୍ସି ବାବୁ। ପୁରା ନାମ ତାଙ୍କର ଗୋପାଳଚନ୍ଦ୍ର ସିଂହ। ଏଣେ ବସାରେ ଆସି ସେ ଦେଖନ୍ତି କ'ଣ ନା,
ବୁଢ଼ାଟା ଧୂଳିଆ ଲୁଗା ଖଣ୍ଡେ ପିନ୍ଧି କାମରେ ଲାଗିଛି। ଗୋପାଳ କେମିତି ଭଲ କରି ଦିଟା ଖାଇବ। ଗୋପାଳ ଗାଧୋଇଲା, ଓଦା ଲୁଗା ଶୁଖି ନାହିଁ, ପିଲାଟା କାମ କରି କରି ଧନ୍ଦି ଗଲାଣି। ଏହି ସମସ୍ତ ଚିନ୍ତା ଦିନରାତି କରୁଥାନ୍ତି ହରିସିଂହ। ଆଗେ ବୁଢ଼ା ସିଂହେ ବେଳେବେଳେ ହରିନାମ କରୁଥିଲେ, କିଛି କିଛି ଧର୍ମକର୍ମ ବି ସେ କରୁଥିଲେ। କିନ୍ତୁ ସେ ଏବେ ଗୋପାଳ ବାବୁଙ୍କ ପାଇଁ ସେସବୁ କିଛି ଭୁଲିଗଲେଣି। ବୋଧହୁଏ ହରି ଏସବୁ ଦେଖି ଏ ବୁଢ଼ାକୁ ଉପରେ ଖପା ହୋଇଗଲେଣି। ତେଣୁ ହରି ଧମକାଇ କହିଲେ, ଆରେ ନିର୍ବୋଧ, ଏ କ'ଣରେ? ଆଚ୍ଛା, ବୁଝିବୁ। ଏଣିକି ସେ ଗୋପାଳ ବାବୁଙ୍କର ବି ଭାବ କିଛି କିଛି ବଦଳିଗଲାଣି। ଏବେ ବାପକୁ ଦେଖିଲେ ମିଛଟାରେ ହେଲେ ବି ସେ ଖାଲି ରଗରଗ ସିଙ୍ଗି ସିଙ୍ଗି ହୁଅନ୍ତି। ଏଟା ମୂର୍ଖ, ଇଂରାଜୀ ଜାଣେ ନାହିଁ, ମୂଲିଆ ମଳିଆ ଲୁଗା ପିନ୍ଧିଥାଏ। ଏଟାକୁ ପୁଣି ମୁଁ ବାପ ବୋଲି ଡାକିବି? ଏକଥା ଶୁଣିଲେ ଲୋକେ ମୋତେ କ'ଣ କହିବେ? ସେଦିନ ଶିକ୍ଷିତା କେତେଜଣ ସ୍ତ୍ରୀ ଲୋକ ସେମିଜି ପୋଷାକ ପିନ୍ଧି ଠିଆ ହୋଇଥିଲେ। ଏ ବୁଢ଼ାଟା ଦେହରେ କୁରୁତା ନାହିଁ। ସେତେବେଳେ ସେମାନଙ୍କ ଆଗ ଦେଇ ଏ ଚାଲିଗଲା। କି ଲଜ୍ଜା, କି ଲଜ୍ଜା! ଏଟାକୁ ବସାରୁ ନ ତଡ଼ିଲେ ଆଉ ମୋର ଇଜ୍ଜତ ରହିବ ନାହିଁ। ଦିନେ ଡାକ ମୁନ୍ସି ବାବୁ ତାଙ୍କ ବାପଙ୍କୁ କହିଦେଲେ, ଦେଖ, ତୁମେ ମୋର କିଛି ବି ଉପକାର କରିନାହଁ। ତେଣିକି ଇଚ୍ଛା ହେଲେ ବସାରେ ରହ, ନୋହିଲେ ଏଠାରୁ ଚାଲିଯାଅ। ଆଉ ଦେଖ, ବାବୁମାନେ ଆମ ଦୁଆରକୁ ଆସିଲେ ତୁମେ ଘରୁ କଦାପି ମଧ୍ୟ ବାହାରିବ ନାହିଁ। ଗୋପାଳର ଏପରି କଥା ଶୁଣି ଯେ ବୁଢ଼ାର କାନମୁଣ୍ଡା ଖାଲି ଭାଁ ଭାଁ କଲା। ତେଣୁ ସେ ଗୁମ୍ ହୋଇ ବସି ପଡ଼ିଲେ। ଏବେ ସେ ବା କାହାକୁ କହିବେ ନିଜ ପୁଅ କଥା? କଥାରେ କହନ୍ତି ନାହିଁ, ଅଜାଗା ଘା ଦେଖି ହୁଏ ନାହିଁ, କି କାହାକୁ ଦେଖାଇ ବି ହୁଏ ନାହିଁ। ଯାହାକୁ ବା ସେ ବୁଢ଼ା ତା ମନର କଥା କହନ୍ତା, ସେ ତ ଚାଲିଯାଇଛି। ଏହି କଥା ଭାବୁ ଭାବୁ ବୁଢ଼ାର ହଠାତ୍ ବୁଢ଼ୀ କଥା ମନରେ ପଡ଼ିଲା। ତେଣୁ ସେ ଢେର କାନ୍ଦିଲା। ଚାରିଆଡ଼କୁ ଅନାଇଲା, ଦେଖିଲା କେହି ବି ତାର ସାହା ଭରସା ନାହିଁ। ବୁଢ଼ା ଦୁଃଖ ବେଳେ ବୁଢ଼ୀ କଥା ମନେ ପକାଏ, ମାତ୍ର ସୁଖ ବେଳେ ସେ କାହାରିକୁ ବି ମନେ ପକାଏ ନାହିଁ। ବୁଢ଼ା ପୁଣି ଭାବିଲା, କାଳେ ତା ପୁଅର କିଛି ଅମଙ୍ଗଳ ହେବ। ଏକଥା ଭାବି ସେ ତା ମୁହଁ ପୋଛିଲା, ଆଉ କାନ୍ଦିଲା ନାହିଁ। ଗୋପାଳ ବାବୁ କାଲି ସକାଳେ ମଫସଲର କାମ ଜାଗାକୁ ଯିବେ, ହେଲେ ସେ ବୁଢ଼ାକୁ ଏହା ଜଣାଇ ନାହାନ୍ତି। ସକାଳୁ ଉଠିଲେ, ଅବଜ୍ଞା ଭାବରେ କହିଲେ, ଏ ବାବା, ମୁଁ ମଫସଲ ବାହାରିଲି। ଏହି ଜିନିଷପତ୍ର ସବୁ ଘେନି ଆସ। କେତେ ବା ଜିନିଷ, ମାତ୍ର ଖବରଦାର ମୂଲିଆ କରିବ ନାହିଁ। କଲେ ସେ କଥା ତୁମେ ତୁମର ବୁଝିବ। ମୁଁ କିନ୍ତୁ ସେଥିଲାଗି ପଇସାଟିଏ ବି ଦେବି ନାହିଁ। ଏତିକି କହିସାରି ସେ ବାବୁ ପୋଷାକ ପିନ୍ଧି କାଖରେ ଛତା ଜାକି ବାଡ଼ି ଘୁରାଇ ଘୁରାଇ ଚାଲିଗଲେ। ଏ ବୁଢ଼ା ଏବେ କରିବ କ'ଣ? ସବୁ ଜିନିଷ ରୁଣ୍ଡାଇ ପୁଣ୍ଡାଇ ଗୋଟିଏ ଗଣ୍ଠିଲି ବାନ୍ଧି ତାକୁ ସେ ମୁଣ୍ଡାଇଲା। ଚାଲିପାରୁନାହିଁ, କାହିଁକି ନା ଦେହରେ ତାର ଆଉ ବଳ ନାହିଁ। ଆଖିରୁ ବେଳେ ବେଳେ ପାଣି ବହି ପଡ଼ୁଛି ତାର। 10 ଜାଗା ବସି ଉଠି ସଞ୍ଜ ସରିକି ଯେ ବୁଢ଼ା ଯାଇ ମକ୍ରାମପୁରରେ ପହଞ୍ଚିଲା। ଡେରି ହେବାରୁ ବାବୁ ଫଜିତଟାଏ କଲେ। ଏଣେ ଏ ବୁଢ଼ା ଗୁମ୍ ହୋଇ ବସି ତାର ଥକା ମେଣ୍ଟାଉଥାଏ। ବାବୁ ସକାଳ ସଞ୍ଜ ଅଫିସକୁ ଯାଆନ୍ତି। ବୁଢ଼ାଟା ମୁହଁ ବୁଜି ବସାରେ କାମ ପାଇଟିରେ ସେମିତି ଲାଗିଥାଏ। ବାପ ପୁଅ 2 ଜଣ ଏକ ଜାଗାରେ ବସି ଦିପଦ ସୁଖ ଦୁଃଖ କଥା ହେବାର କେହି କେବେ ବି ଦେଖି ନାହିଁ। ଡାକ ମୁନ୍ସି ହେଲେ ମଫସଲର ଗୋଟାଏ ହାକିମ। କେତେ ଲୋକ ନୀତି ଆସି ତାଙ୍କୁ ଦଣ୍ଡବତ କରି ଯାଉଛନ୍ତି। ହେଲେ ଏ ମୂର୍ଖ ବୁଢ଼ାଟା କ'ଣ ଜାଣେ ଯେ ତା ସାଙ୍ଗରେ କିଏ କଥା କହିବେ? ବୁଢ଼ା ଦେହରେ ସେ ମଫସଲର ପାଣି ମୋଟେ ଚଳିଲା ନାହିଁ। ତେଣୁ ଜ୍ୱର ହେଲେ ସେ ଖାଲି ଖୁଁ ଖୁଁ କରି କାଶେ। ଆଉ ସେହି କାଶଟା ରାତିକି ରାତି ବେଶୀ ହୁଏ। ବାବୁ ଶୋଇବାରେ ହରକତ ହେଲେ ପିଅନକୁ ହୁକୁମ ଦିଅନ୍ତି, ସେ ବୁଢ଼ାଟାକୁ କିଆ ବାଡ଼ରେ ଫୋପାଡ଼ି ଦେଇ ଆସ। ସେ ପିଅନଟା ତ ମୂର୍ଖ, ଇଂରାଜୀ ପଢ଼ି ନାହିଁ, ମାତ୍ର ତାର ଗୋଟାଏ ଦେଶୀ ହୃଦୟ ଅଛି। ତେଣୁ ସେ ବିଚାର କଲା, କ'ଣ ଏ ବୁଢ଼ା ରୋଗୀଟିକୁ କିଆ ବାଡ଼ରେ ଶୁଆଇ ଦେବି? ଦିନେ ସେ ବୁଢ଼ାର ଭାରି ଜ୍ୱର। 3 ଦିନ ସେ ଖାଇ ନାହିଁ। ଅଧରାତି ଅନ୍ଧାର। ତେଣୁ ଥଣ୍ଡା ପାଇ ସେ ବୁଢ଼ାର କାଶ ବଳି ପଡ଼ିଲା। ବାବୁ ତ ଭାରି ଖପା। ବୁଢ଼ା ଛାତିରେ 2ଟା ଇଂରାଜୀ ଘୁଷା ମାରିଲେ। ତାପରେ ତାର ବିଛଣାପତ୍ର ବାହାରକୁ ଫୋପାଡ଼ି ଦେଲେ। ବୁଢ଼ା ଗାଁକୁ ପଳାଇଲା। ପାଖରେ ଥିବା ଖୁବ୍ ଭଲ ଲୋକଙ୍କଠାରୁ ଶୁଣାଯାଇଛି, ଗୋପାଳ ବାବୁଙ୍କ ମନ ସେହି ଦିନଠାରୁ ବଡ଼ ଖୁସି। ଆଉ ଏଣେ ଏ ବୁଢ଼ା ତା ଗାଁକୁ ଆସି ତାର ଯେଉଁ 2 ମାଣ ଜମି ଥିଲା ତାକୁ ସେ ଭାଗରେ ଲଗାଇ ଦେଲା। ଘରେ ବସି ସେ ଧାନ ପାଏ। ପେନ୍ସନ୍ ଟଙ୍କାରେ ଲୁଗାପଟା, ଲୁଣ ତେଲ ଖର୍ଚ୍ଚ ତାର ଚଳେ। କାଶ ହେଲା ଦିନଠୁ ସେ ବୁଢ଼ା ଟିକିଏ ଟିକିଏ ଅଫିମ ଧରିଛି। ସବୁ ଖର୍ଚ୍ଚ ତାର ଚଳେ। ଘରଠାରେ ପିଣ୍ଡାରେ ବସି ସେ ହରିନାମ କରେ। ଉଛୁଣି
ସେ ବାପ ପୁଅ ଦୁହେଁ ଭାରି ଖୁସି। ପରର ସୁଖ ଦେଖି ପାଠକ ମହାଶୟ ଖୁସି ହୁଅ। ନମସ୍କାର ଶ୍ରୋତା ବନ୍ଧୁ, ମୁଁ ପ୍ରତିମା ତ୍ରିପାଠୀ। ଆପଣମାନେ ଶୁଣୁଥିଲେ ଫକୀରମୋହନ ସେନାପତିଙ୍କର ଡାକମୁନିସ୍ ଗଳ୍ପ। ଯଦି ଗଳ୍ପଟି ଆପଣମାନଙ୍କୁ ଭଲ ଲାଗିଛି ତେବେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ରହୁଛି, ନମସ୍କାର।